ମୁଁ ପୁରନ୍ଦର ବିଶ୍ୱାଳ ମୋର ଏଠି ଜାଗା ରହିଛି ଘର ବାଡ଼ି ଜାଗା ଅଛି ପ୍ଲଟ୍ ଅଛି ସକାଳେ ମୁଁ ଆସିଲା ବେଳେ ଦେଖିଲି ଯେ ମୋ ଜାଗା ପାଖରେ କିଛି ମେସିନ୍ ଅଛି ସେଠିକି ପାଇପ୍ ଗୁଡ଼ା ପଡ଼ିଛି ସେଠି କାମ ଚାଲିଥିଲା ମୁଁ ଆସିକି ସେ କାମକୁ ବନ୍ଦ କଲି ମୁଁ କାମ ବନ୍ଦ କଲି ଯେ ସେଠିକାର ଆମର ଏଠିକାର ଯେଉଁମାନେ ଯେ କାମ କରୁଛନ୍ତି ସେ ଆସି ମୋତେ ବୁଝେଇଲେ ଯେ ଏଠି ଆମେ ପାଇପ୍ ଲାଇନ୍ ଏବେ କାମ କରୁଛୁ କିନ୍ତୁ ଆମେ ଆପଣଙ୍କ ଜାଗାରେ ନେଉନାହୁଁ ତେଣୁ ଆମେ କାମ ଆପଣ ବନ୍ଦ କରନ୍ତୁ ନାହିଁ ତେଣୁ ଆମେ କହିଲୁ ଯେ ଆଜ୍ଞା କାମ କରିବାକୁ ଆମ ମନା ନାହିଁ ଏଇଟା ହେଉଛି ଆମର ହେଉଛି ଘରବାରି ଜାଗା ଆମ ଘରବାରି ଜାଗା ଦାଢ଼ରେ ରହୁଛି 23 ଫୁଟ ସରକାରୀ ରାସ୍ତା ବାଦ ସରକାରୀ ଜାଗା ଅଛି ସେଠି ଆପଣ କାମ କରନ୍ତୁ ତେଣୁ ଏଠି ତେଲ ପାଇପ୍ ଲାଇନ୍ ଆମର ହେଉଛି ମାନେ ପିଲା ଛୁଆ ଘର ସଂସାର ଭବିଷ୍ୟତ ଆମେ ଏଠି ଜୀବନଯାପନ କରିବୁ ତେଲ ଗୋଟେ ବିପଦପୂର୍ଣ୍ଣ ଜିନିଷ ତେଣୁ ସେ ଜିନିଷ ଗୁଡ଼ିକ ଦୂରତା ଯେଉଁଠି ମଣିଷ ଯେଉଁଠି ବସତି ସ୍ଥାପନ କରିବୁ ଦୂରରେ ରହିବା କଥା ସେ ଆମ କଥାକୁ ବୁଝିଲେ କହିଲେ ଯେ ଆମେ ଆପଣଙ୍କ ଜାଗାରେ ନେଉନାହୁଁ ଆମେ ଅଲଗା ଜାଗାରେ ନେବୁ ଏବେ କାମ ଚାଲିଛି ଆମେ କହିଲୁ ଦେଖନ୍ତୁ କାମ କରନ୍ତୁ କିଛି ଆମ ମନା ନାହିଁ କିନ୍ତୁ ଆମକୁ ଏସବୁ ଜିନିଷ ବିପଦରୁ ମୁକ୍ତି କରନ୍ତୁ ଆଉ ଯେଉଁ ସମସ୍ତ ଜମି ମାଲିକମାନେ ଅଛନ୍ତି ସମସ୍ତେ ଆଜି 5-7 ଜଣ ଆସିଥିଲେ ଆମେ ସମସ୍ତେ ଯୋଗାଯୋଗ କରୁ ସବୁ ମାଲିକମାନେ ଆସିବେ ଯେମିତି ସୁରକ୍ଷିତ ଭାବରେ କାମକୁ ଆମେ ବିରୋଧ କରୁନୁ କିନ୍ତୁ ମାନେ ବେଆଇନ ଭାବେ କାମ ନ ହେଉ ପାଇପ୍ ଲାଇନ୍ କାଲି କରିଦେଇ ଯିବେ କାଲି ବିପଦ ପଡ଼ିବ ସେତେବେଳେ କିଏ ଶୁଣିବ ଆମ କଥା ଆମ ସହିତ ଏପର୍ଯ୍ୟନ୍ତ କୌଣସି କମ୍ପାନୀ ଯେ ପାଇପ୍ ଲାଇନ୍ ମାଲିକ ଯେ ଯାହାର କାମ ହେଉଛି ସେ ଆମ ସହିତ ଯୋଗାଯୋଗ କରିନାହାନ୍ତି କମ୍ପାନୀର ପାଇପ୍ ଲାଇନ୍ ଯାଉଛି ଆମେ ଯେଉଁ ଶୁଣିବାକୁ ପାଉଛୁ IOCL NRL କ'ଣ କମ୍ପାନୀର ପାଇପ୍ ଲାଇନ୍ ଶୁଣିବାକୁ ପାଉଛୁ କିନ୍ତୁ ଆମେ ଠିକ୍ ଭାବେ ଆମେ କମ୍ପାନୀର କୌଣସି ପ୍ରତିନିଧି ନା କୌଣସି ପ୍ରତିନିଧି ଆସିନାହାନ୍ତି କି ଆମ ସହିତ ଯୋଗାଯୋଗ କରିନି ଏଠିକାର ଯେଉଁମାନେ ଠିକାଦାର କାମ କରୁଛନ୍ତି ସେ ଆମକୁ ବୁଝେଇଲେ ଯେ ତମେ ଆପଣଙ୍କ କିଛି ଅସୁବିଧା ହେବନି ଆମକୁ ବର୍ତ୍ତମାନ କମ୍ପାନୀ ଅର୍ଡ଼ର ଦେଇଛି ଆମେ କାମ କରୁଛୁ ଆଉ ଯାହା ଆପଣ କହୁଛନ୍ତି ଆମେ ସେ କଥା ନେଇ କମ୍ପାନୀ ପାଖରେ ଜଣେଇବୁ ତେଣୁ ଆମେ ତାଙ୍କୁ ଅନୁରୋଧ କଲୁ ଯେ ଭାଇ ଦେଖନ୍ତୁ ଆମର ଜାଗା ଏଠି ବିପଦପୂର୍ଣ୍ଣ ଜିନିଷ ଏଠି କାମ କରନ୍ତୁନି 23 ଫୁଟ ଛାଡ଼ିକିରି ସରକାରୀ ଜାଗା ଅନେକ ଜାଗା ପଡ଼ିଛି ସେପଟେ ନେଲେ ଆମ ପାଇଁ ସୁରକ୍ଷିତ ରହିବ ଯଦି ନ ଶୁଣନ୍ତି ଆମେ ବାଧ୍ୟ ହୋଇକି ସରକାରଙ୍କୁ ଜଣେଇବୁ ତେଣୁ ଆଇନର ଆଶ୍ରୟ ନେବୁ ଏବଂ ଆମେ ତାକୁ ମଧ୍ୟ ଆଗାମୀ ଦିନରେ ଆମର ମିଟିଂ ଅଛି ସମସ୍ତେ ସବୁ ଜମି ମାଲିକମାନେ ବସିଲା ପରେ ପରବର୍ତ୍ତୀ ନିଷ୍ପତ୍ତି ଜଣେଇବୁ। संजय कुमार स्वाई एक्चुअली ये गोटे प्लट किणी प्लट किणवार आम घरबाड़ी प्लटा ता फ्रंटेजटा हूँ 23 फुट किंतु NRL बर्तमान पाइप पकड़ाई चाहूँगी आमर हूँ गोटे कथा जे गवर्नमेंट लैंड आउ सेपट को भी समुद्र साइड रे लैंड अच्छी सेपटे जो पटे पाइप लाइन आसूची से पटे जब पकेबा आमर किसी असुविधा ना कहीं आज रास्ता अच्छी काली कंक्रीट रोड हम आम लोक बसती हम बर्तमान जब बाईचान्स किसी तार लिकेज है ताले एठी तो जो खोला हम घर बाड़ी भी भांगी जीव आम ए घर करूँ आ 2 मास पर घर करूँ कि वर्ष पर किए घर कर ताले आर क्षतिपूरण किए देव प्लस आर किए किसी आम पिला छोट छोट पिला रे ये जो जनबसती हम लोक रे किंतु जहाँफल आम सरकार कतरे दाबी बा कंपानी कतरे अनुरोध जे 23 फुट रास्ता सेपट को नहीं पाइप लाइन नियंतु आमर से कौन असुविधा ना ना आम सागे किसी आलोचना करना आज जिते से भाई विशाल भाई आसते सकाଳେ मॉर्निंग वर्क करने देखिले मेसीन पत्र थुआ होगी कम चलती सी बंद कले आमको डका आम भी आसू सब जगह मालिक आसिक देखला बेले ये कथा जो मैंने कम कर सजेसन देलु जे 23 फुट रास्तार सेपटर आप पाइप लाइनटा नियंतु से किसी असुविधा ना सी कहे ना यहीपटे ने यहीपटे ने आम असुविधा अच्छी आज जिते मेन्टेनेंस हम आज किसी कही होनी दुर्घटना तो कहीकि आसबनी जिते दुर्घटना हम से आम घर बाड़ी भी भंगा हम दरकार कम आपातत आम कही रिक्वेस्ट करें बंद करने जो आईन आश्रय नबू ना आम कथा आम आसी देखिक कम रिक्वेस्ट कलु जो कॉन्ट्राक्टर बा जी अच्छा भाई आप कामटा बंद करूँ जहाँ हम NRL कर्तृपक्ष आसो आलोचना हम तापर जहाँ डिसीजन नवा कथा हाँ NRL कंपनी निश्चय आलोचना कर माने सारा जीवन कथा।